ମନୁଷ୍ୟର ପରିତ୍ରାଣରେ ବା ଆମ୍ଭମାନଙ୍କ ପରିତ୍ରାଣରେ ତ୍ରିଏକ ଈଶ୍ୱରଙ୍କ କାର୍ଯ୍ୟ ବା ଭୂମିକା। ରୋଲ୍ ଅଫ୍ ଦ ଟ୍ରାଇୱିନ୍ ଗଡ୍ ଇନ୍ ଆୱାର ସାଲଭେସନ୍। ଆମ୍ଭମାନଙ୍କ ପାପରୁ ପରିତ୍ରାଣ ଏବଂ ପାପର ବେତନ ଯେ ଅନନ୍ତ ମୃତ୍ୟୁ, ତହିଁରୁ ଉଦ୍ଧାର ପାଇବାକୁ ହେଲେ ଆମେମାନେ ସମ୍ପୂର୍ଣ୍ଣ ରୂପେ ତ୍ରିଏକ ଈଶ୍ୱରଙ୍କ କାର୍ଯ୍ୟ ଉପରେ ନିର୍ଭରଶୀଳ ଅଟୁ। ଆମ୍ଭମାନଙ୍କୁ ପରିତ୍ରାଣ ଦେବା ନିମନ୍ତେ ପିତା, ପୁତ୍ର ଏବଂ ପବିତ୍ର ଆତ୍ମା ଏହି ତ୍ରିଏକ ଈଶ୍ୱରଙ୍କ ଭୂମିକା ଅନିବାର୍ଯ୍ୟ ଅଟେ। ଆସନ୍ତୁ ଦେଖିବା ଏହି ତ୍ରିଏକ ଈଶ୍ୱରତ୍ୱର ତିନି ବ୍ୟକ୍ତିତ୍ୱ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କର କିପରି ଆମ୍ଭମାନଙ୍କର ପରିତ୍ରାଣରେ ସେମାନଙ୍କର ଭୂମିକା ବା କାର୍ଯ୍ୟ କି ପ୍ରକାର ରହିଅଛି। ମନୁଷ୍ୟର ପରିତ୍ରାଣ ନିମନ୍ତେ ତ୍ରିଏକ ଈଶ୍ୱରତ୍ୱର ପ୍ରଥମ ବ୍ୟକ୍ତିତ୍ୱ ପିତାଙ୍କର ଭୂମିକା। ପିତା ପରମେଶ୍ୱର ମନୁଷ୍ୟର ପରିତ୍ରାଣର ଯୋଜନାକାରୀ ଅଟନ୍ତି ଏବଂ ପରିତ୍ରାଣର ଆଧାର ଅଟନ୍ତି। ସେ ଆମ୍ଭମାନଙ୍କର ପରିତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କର ପ୍ରେରକ ଅଟନ୍ତି। ଯୀଶୁଖ୍ରୀଷ୍ଟ ପିତା ଈଶ୍ୱରଙ୍କ ବିଷୟରେ କୁହନ୍ତି ଯେ ପିତାଙ୍କ ବିନା କେହି ପୁତ୍ରଙ୍କ ନିକଟକୁ ଆସିପାରେ ନାହିଁ। ପିତା ଆମ୍ଭମାନଙ୍କର ପରିତ୍ରାଣ ଯୋଜନା କଲେ। ରୋମିଓ 8 ପର୍ବର 28-30 ପଦ। ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ଯୋହନ 3 ପର୍ବ 16 ପଦ। ପିତା ଈଶ୍ୱର ଆପଣା ପୁତ୍ରଙ୍କୁ ପ୍ରେରଣ କଲେ ଆମ୍ଭମାନଙ୍କୁ ପାପରୁ ଓ ପାପର ଦଣ୍ଡରୁ ମୁକ୍ତି ଦେବା ନିମନ୍ତେ, ପରିତ୍ରାଣ ଦେବା ନିମନ୍ତେ। ଆମ୍ଭମାନଙ୍କର ପରିତ୍ରାଣ ନିମନ୍ତେ ତ୍ରିଏକ ଈଶ୍ୱରତ୍ୱର ଦ୍ୱିତୀୟ ବ୍ୟକ୍ତିତ୍ୱ ପୁତ୍ର ଯୀଶୁଖ୍ରୀଷ୍ଟଙ୍କର ଭୂମିକା। ଯୀଶୁଖ୍ରୀଷ୍ଟ ପିତା ଈଶ୍ୱରଙ୍କର ଯୋଜନା ଓ ସଂକଳ୍ପକୁ ସଫଳକାରୀ ଅଟନ୍ତି। ଯୋହନ 17 ପର୍ବ 4 ପଦରେ ଯୀଶୁଖ୍ରୀଷ୍ଟ ଏପରି କୁହନ୍ତି, ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ, ଅର୍ଥାତ୍ ପିତା ଈଶ୍ୱରଙ୍କଠାରେ ସେ କହୁଅଛନ୍ତି, ତୁମ୍ଭେ ମୋତେ ଯେଉଁ କର୍ମ କରିବାକୁ ଦେଇଅଛ ତାହା ମୁଁ ସମାପ୍ତ କରି ପୃଥିବୀରେ ତୁମ୍ଭକୁ ମହିମାନ୍ୱିତ କରିଅଛି। ପୁତ୍ର ଯୀଶୁଖ୍ରୀଷ୍ଟ ପରିତ୍ରାଣର କାରକ ଅଟନ୍ତି। ସେ ଆମ୍ଭମାନଙ୍କର ପରିତ୍ରାଣ ନିମନ୍ତେ ଆବଶ୍ୟକ ବାସ୍ତବ କାର୍ଯ୍ୟ ସମାପ୍ତ କରିଅଛନ୍ତି। ସେ ପାପୀ ମନୁଷ୍ୟର ମୁକ୍ତି ନିମନ୍ତେ, ପରିତ୍ରାଣ ନିମନ୍ତେ ସେ ମୃତ୍ୟୁଭୋଗ କଲେ ଏବଂ 3 ଦିନ ପରେ ପୁନରୁତ୍ଥିତ ହୋଇଥିଲେ। ଆମ୍ଭମାନଙ୍କର ପରିତ୍ରାଣ ନିମନ୍ତେ ଯେଉଁ ପ୍ରାୟଶ୍ଚିତ ବଳିର ଆବଶ୍ୟକ ଥିଲା, ଯୀଶୁଖ୍ରୀଷ୍ଟ ସେ ନିଜେ ନିଜ ଶରୀରରେ ଦୁଃଖ ଭୋଗ କଲେ, ମୃତ୍ୟୁଭୋଗ କଲେ, ସମାଧିସ୍ଥ ହେଲେ ଏବଂ 3 ଦିନ ପରେ ପୁନରୁତ୍ଥିତ ହୋଇ ଆମ୍ଭମାନଙ୍କ ପାଇଁ ଏକ ପଥ ପ୍ରସ୍ତୁତ କରିଯାଇ ଅଛନ୍ତି। ସେ ଆମ୍ଭମାନଙ୍କର ପରିତ୍ରାଣର କାରକ ଅଟନ୍ତି। ମନୁଷ୍ୟର ପରିତ୍ରାଣ ନିମନ୍ତେ ତ୍ରିଏକ ଈଶ୍ୱରତ୍ୱର ତୃତୀୟ ବ୍ୟକ୍ତିତ୍ୱ ପବିତ୍ର ଆତ୍ମାଙ୍କର ଭୂମିକା। ପବିତ୍ର ଆତ୍ମା ଜଣେ ପାପୀ ମନୁଷ୍ୟକୁ ପାପ ବିଷୟରେ ଚେତନା ଦିଅନ୍ତି, କନଭିକ୍ଟ କରନ୍ତି ଏବଂ ତାକୁ ପୁନର୍ଜନ୍ମ ପ୍ରଦାନ କରିଥାନ୍ତି। ପବିତ୍ର ଆତ୍ମା ହେଉଛନ୍ତି ପିତା ଈଶ୍ୱରଙ୍କର ଯୋଜନାଗୁଡ଼ିକର କାର୍ଯ୍ୟନିର୍ବାହକ। ସେ ପିତା ଈଶ୍ୱରଙ୍କ ଯୋଜନା ଓ ଉଦ୍ଦେଶ୍ୟକୁ ବହନ କରିଥାନ୍ତି। ମନୁଷ୍ୟର ପରିତ୍ରାଣ ନିମନ୍ତେ ଯେଉଁ ଯୋଜନା ଥିଲା ତାହାକୁ ପବିତ୍ର ଆତ୍ମା ବହନ କରିଥାନ୍ତି, ସେହି କାର୍ଯ୍ୟକୁ ନିର୍ବାହ କରିଥାନ୍ତି। ଯେପରିକି 2 କରିନ୍ଥୀୟ 3 ପର୍ବ 6 ପଦ ଅନୁସାରେ ପବିତ୍ର ଆତ୍ମା ଉଦ୍ଧାରପ୍ରାପ୍ତ ବିଶ୍ୱାସୀମାନଙ୍କୁ ନୂତନ ଜୀବନ ପ୍ରଦାନ କରନ୍ତି। ସେ ନୂତନ ଜନ୍ମ ପ୍ରଦାନ କରନ୍ତି। ଯୋହନ 3 ପର୍ବର 5 ପଦ, ତିତସ୍ 3 ପର୍ବର 5 ପଦ। ଏହି ପବିତ୍ର ଆତ୍ମା ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀମାନଙ୍କର ଜୀବନକୁ ପବିତ୍ରତାରେ ଆଗକୁ ବଢ଼ିବା ନିମନ୍ତେ ସାହାଯ୍ୟ କରିଥାନ୍ତି। ସେ ବିଶ୍ୱାସୀମାନଙ୍କୁ ଆତ୍ମିକ ଦାନ ସବୁ ବିତରଣ କରନ୍ତି। 1 କରିନ୍ଥୀୟ 12 ପର୍ବର 11 ପଦ। ପବିତ୍ର ଆତ୍ମା ବିଶ୍ୱାସୀମାନଙ୍କୁ ଆତ୍ମିକ ଫଳ ସବୁ ପ୍ରଦାନ କରନ୍ତି। ଗାଲାତୀୟ 5 ପର୍ବର 22 ଏବଂ 23 ପଦ। ବାକ୍ୟରେ ଯେପରି ଲେଖାଯାଏ, ଏହି ପବିତ୍ର ଆତ୍ମା ଜଣେ ପରିତ୍ରାଣ ପ୍ରାପ୍ତ ବିଶ୍ୱାସୀଙ୍କ ଜୀବନରେ ତାହାର ମୁକ୍ତି ଦିବସ ପର୍ଯ୍ୟନ୍ତ ରହିଥାନ୍ତି ଏବଂ ସେହି ପରିତ୍ରାଣ ପ୍ରାପ୍ତ ବ୍ୟକ୍ତିଙ୍କୁ ଦିନକୁ ଦିନକୁ
ପବିତ୍ରତାର ସହିତ ଯୀଶୁଖ୍ରୀଷ୍ଟଙ୍କର ସ୍ୱଭାବର ଅନୁରୂପ ହୋଇ ଆଗକୁ ବଢ଼ିବା ନିମନ୍ତେ ସାହାଯ୍ୟ କରିଥାନ୍ତି। ଅତଏବ ଏଗୁଡ଼ିକ ଥିଲା ତ୍ରିଏକ ଈଶ୍ୱରତ୍ୱର ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କର ଭୂମିକା ମନୁଷ୍ୟର ପରିତ୍ରାଣ ନିମନ୍ତେ। ପିତା ଈଶ୍ୱର ମନୁଷ୍ୟର ପରିତ୍ରାଣ ନିମନ୍ତେ ଯୋଜନା କଲେ। ପୁତ୍ର ଯୀଶୁଖ୍ରୀଷ୍ଟ ସେହି ପରିତ୍ରାଣର ଯୋଜନାର କାର୍ଯ୍ୟ ସମ୍ପନ୍ନକାରୀ ଅର୍ଥାତ୍ ପରିତ୍ରାଣକାରକ ଅଟନ୍ତି। ସେ ପରିତ୍ରାଣ ନିମନ୍ତେ ଆବଶ୍ୟକ କାର୍ଯ୍ୟ ସମାପ୍ତ କଲେ ଏବଂ ପବିତ୍ର ଆତ୍ମା ପିତାଙ୍କର ପରିତ୍ରାଣର ଯୋଜନାର ନିର୍ବାହକ ସାହାଯ୍ୟକାରୀ। ସେ ପ୍ରତ୍ୟେକ ଯୋଜନା ଏବଂ ଈଶ୍ୱରଙ୍କ ଉଦ୍ଦେଶ୍ୟକୁ ବହନ କରିଥାନ୍ତି। ଏହା ଥିଲା ତ୍ରିଏକ ଈଶ୍ୱରତ୍ୱର ତିନୋଟି ବ୍ୟକ୍ତିତ୍ୱ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ମନୁଷ୍ୟର ପରିତ୍ରାଣ ନିମନ୍ତେ। ପ୍ରଭୁ ଆପଣମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।